ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରାୟ 2 ଦିନ ତଳେ ମୋର ମୋବାଇଲକୁ ହ୍ୱାଟ୍ସଆପ୍ରେ ଗୋଟେ ଭିଡ଼ିଓ କ୍ଲିପ୍ ଆସିଥିଲା। ଆଉ ସେ ଭିଡ଼ିଓ କ୍ଲିପ୍ରେ ଜଣେ ଭାଇ କହୁଥିଲେ ଯେ କନ୍ଧମାଳରେ ବର୍ତ୍ତମାନ ରକ୍ତପାତ ହେବାର ସମ୍ଭାବନା ରହିଅଛି। ଏପରିକି ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଭାଇମାନଙ୍କ ମଧ୍ୟରେ, ଆଉ ଦୁଇ ଦଳ ମଧ୍ୟରେ ଧର୍ମାବଲମ୍ବୀ ଦୁଇ ଦଳ ମଧ୍ୟରେ ରକ୍ତପାତ ହେବାର ସମ୍ଭାବନା ରହିଅଛି। କହିବା ପାଇଁ ଚାହୁଁଛୁ, ଗତ 5 ଦିନ ହେବ କନ୍ଧମାଳରେ ମଧ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାରୀ ଥିବା ଯୋଉ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା କରିଥିଲେ ଅଭିଯୋଗ ଆସିଥିଲା ସସ୍ମିତ ପାତ୍ର ଏବଂ ତାଙ୍କ ବାପାଙ୍କ ନାଁରେ। ବାପା ତ ଦେହତ୍ୟାଗ କରିସାରିଲେଣି। ବର୍ତ୍ତମାନ ପାଇଁ କନ୍ଧମାଳରେ ମଧ୍ୟ ଦଙ୍ଗା ହେବା ଭଳିଆ ସ୍ଥିତି ସୃଷ୍ଟି ହେଇଛି। ସେଠି ହିନ୍ଦୁ ଆଉ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ମଧ୍ୟ ବଡ ଦଙ୍ଗା ହେବା ପାଇଁ ଯାଉଛି। ଏହାର ନିଆଁ ବର୍ତ୍ତମାନ ପାଇଁ କୁହୁଳୁଛି। ଆମେ ଯଦି ଦଙ୍ଗା କରିବା, ଏଥିରେ ଅନେକ ହିନ୍ଦୁ ଆଉ ଖ୍ରୀଷ୍ଟିଆନ ମରିବେ, ହତ୍ୟା ହେବେ, କିନ୍ତୁ ଫାଇଦା ନେବ କିଏ? ସେଇ ନେତା ମାନେ ଯୋଉମାନେ ଏ କାଣ୍ଡ ଭିଆଇକି ଫାଇଦା ନିଅନ୍ତି। ସରକାରଙ୍କୁ ଅନୁରୋଧ କରିବୁ ସିବିଆଇ ତଦନ୍ତ କରାଯାଉ। ଆଉ ଏ ନେତା ମାନଙ୍କ ନାଁରେ ଯୋଉ ବାରମ୍ବାର ଅଭିଯୋଗ ଆସିଥିଲା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀ ବୋଲି, ଏ ଘଟଣାକୁ ଆଉ ଥରେ ଫାଇଲକୁ ରିଓପନ କରିକି ଏଇ ନେତା ମାନଙ୍କୁ ବନ୍ଧା ଯାଉ। କିନ୍ତୁ ତଳସ୍ତରରେ ରହୁଥିବା, ଜଙ୍ଗଲରେ ରହୁଥିବା ନିରୀହ ଆଦିବାସୀ ଖ୍ରୀଷ୍ଟିଆନ ଭାଇ ଏବଂ ହିନ୍ଦୁ ଭାଇ ଭଉଣୀ ମାନଙ୍କ ଭିତରେ ମତାନ୍ତର ଏବଂ ହତ୍ୟାକାଣ୍ଡ ଭଳି ଯୋଉ କାଣ୍ଡ ଘଟିବା ପାଇଁ ଯାଉଛି, ତାହା ପ୍ରତି ମଧ୍ୟ କନ୍ଧମାଳ ପୋଲିସ ପୁରା ସଜାଗ ରହିବା ଦରକାର। କାହିଁକି ନା ଫିରିଙ୍ଗିଆ, ରାଇକିଆ ଓ ଜି ଉଦୟଗିରି, ବାଲିଗୁଡା ଅଞ୍ଚଳରେ ଗତ 5 ଦିନ ହେବ ଭୟଙ୍କର ମୁଁ ଯେତେବେଳେ ଏ ଖବରଟା ପାଇଲି ବନ୍ଧୁଗଣ, ମୁଁ ପ୍ରତ୍ୟେକଙ୍କୁ ପ୍ରାର୍ଥନା ରିକ୍ୱେଷ୍ଟ ମୁଁ ଜଣାଇଥିଲି, ପ୍ରାର୍ଥନା ଅନୁରୋଧ ମୁଁ ଜଣାଇଥିଲି, ଆଉ ସମସ୍ତେ ମିଳିମିଶି ପ୍ରାର୍ଥନା କରିଥିଲେ। ତ ଆପଣମାନେ ଜାଣିଥିବେ ପ୍ରାର୍ଥନାର କେତେ ଶକ୍ତି ରହିଅଛି। ତେଣୁ ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଯାହା ଖବର ପାଇଲି ତାହା ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ପ୍ରମାଣ ସହିତ ମୁଁ ଆପଣଙ୍କୁ ଜଣାଇବି। ତେବେ ଭିଡ଼ିଓକୁ ଦେଖୁଥାନ୍ତୁ, ଆଉ ଏ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ଅନ୍ୟମାନଙ୍କୁ ସେୟାର କରିବେ। ମୁଁ କାହିଁ କହୁଛି ସେୟାର କରିବେ, କାରଣ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ମଧ୍ୟରେ ଅନେକଙ୍କ ମନରେ ଗୋଟେ ଯେଉଁ ଭୟର ବାତାବରଣ ଯେଉଁ ସୃଷ୍ଟି ହେଇଛି, ସେ ଭୟରୁ ଯେପରି ସେମାନେ ମୁକ୍ତ ହେବେ। ଆଉ ଏଇ ଭିଡ଼ିଓ ଦେଖିଲା ପରେ ନିଶ୍ଚିନ୍ତ ରୂପରେ 100% ସେମାନଙ୍କ ଭିତରେ ଯାହା ବି କିଛି ଭୟ ରହିଅଛି, ସବୁ ଭୟ ସେମାନଙ୍କ ଠାରୁ ଦୂରେଇ ଯିବ। ତେବେ ପ୍ରିୟ ବନ୍ଧୁଗଣ, এই যে কন্ধমাল দঙ্গা, এটা ହେଇଥିଲା 25 ଅଗଷ୍ଟ 2008 ମସିହାରେ। ଆପଣ ମାନେ ଜାଣିଥିବେ, ଏବଂ ଦଙ୍ଗା କାହିଁକି ହେଇଥିଲା ତାହାର କାରଣ ବି ଆପଣ ଜାଣିଥିବେ। ତଥାପି ମୁଁ ଟିକେ କହିଦେଉଛି, ହିନ୍ଦୁ ଧର୍ମର ଜଣେ ଧର୍ମଗୁରୁ ଥିଲେ, ଆଉ ଜଣେ ବିଖ୍ୟାତ ଧର୍ମଗୁରୁ ଯାହାଙ୍କର ନାମ ଥିଲା ଲକ୍ଷ୍ମଣାନନ୍ଦ ସରସ୍ୱତୀ। ବର୍ତ୍ତମାନ କ'ଣ ହେଇଛି, ବର୍ତ୍ତମାନ ପ୍ରାୟ 23 ଏବଂ 24 ତାରିଖରେ ତାଙ୍କର ମୃତ୍ୟୁ ଦିବସକୁ ସ୍ମରଣ କରି ଏକ ସଭା ଆୟୋଜନ କରାଯାଉଛି। ହଁ ପ୍ରିୟ ବନ୍ଧୁଗଣ, ତେବେ ଯଦି ଆମେ କନ୍ଧମାଳ ଦଙ୍ଗା ବିଷୟରେ ଆଲୋଚନା କରିବା, ଆଉ ସେଟା ହେଇଥିଲା ସେଥି ନିମନ୍ତେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ତାହାଙ୍କୁ ହତ୍ୟା କରାଯାଇଥିଲା। ପ୍ରକୃତ ଅପରାଧୀ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିଲା ନାହିଁ, କିନ୍ତୁ ସରକାର ଚେଷ୍ଟିତ ଅଛନ୍ତି, ମାନେ ଚେଷ୍ଟା କରୁଛନ୍ତି ପ୍ରକୃତ ଅପରାଧୀକୁ ଧରିବା ନିମନ୍ତେ। ଆଉ ତା ପୂର୍ବରୁ ଅନେକ ବିଷୟ ହେଇପାରେ, ଏମିତି ଗୋଟେ ସନ୍ଦେହ ରହିଅଛି। ତେବେ ଯଦି ଆମେ ଦେଖିବା କନ୍ଧମାଳ ଦଙ୍ଗା ବିଷୟରେ, ଆଉ ସେଠି କ'ଣ କ'ଣ ହେଇଥିଲା, 500ରୁ ଉର୍ଦ୍ଧ୍ୱ ଲୋକମାନେ ସେମାନେ ମୃତ୍ୟୁବରଣ କରିଥିଲେ, ଯେଉଁମାନଙ୍କୁ ମରାଯାଇଥିଲା। ଆଉ 40ରୁ ଅଧିକ ମହିଳାମାନଙ୍କୁ କ'ଣ କରାଯାଇଥିଲା, ଯୌନ ନିର୍ଯାତନା ଦିଆଯାଇଥିଲା। ଆଉ 395ରୁ ଉର୍ଦ୍ଧ୍ୱ ଚର୍ଚ୍ଚକୁ ଜଳାଯାଇଥିଲା। ଆଉ 60,000ରୁ 75,000
ଲୋକ କ'ଣ କରିଥିଲେ? ଗୃହ ପରିତ୍ୟାଗ କରିଥିଲେ, ଛାଡ଼ିକି ସେମାନେ ପଳେଇଥିଲେ, ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଥିଲେ, ସେଠି କୋଉଭଳି ଅବସ୍ଥାରେ ଥିବେ ଆପଣ ଚିନ୍ତା କଲେ ଜାଣିପାରିବେ। 5600ରୁ 6500 ଘରକୁ ଜଳା ଯାଇଥିଲା, ଆଉ 600ରୁ ଅଧିକ ଘରୁ ଚୋରି କରାଯାଇଥିଲା। ତେବେ ଏଇସବୁ ଘଟଣା ହେଇଥିଲା 2008 ମସିହା 25 ଅଗଷ୍ଟରୁ କିଛି ମାସ ଧରିକି ଏଇସବୁ ଘଟଣା ଗୁଡ଼ିକ ଘଟିଥିଲା। ଅନେକଙ୍କୁ ମରାଗଲା, ଜଳାଗଲା, ଖ୍ରୀଷ୍ଟିଆନମାନଙ୍କୁ ହଣାଗଲା। କିନ୍ତୁ ଆସନ୍ତା 23/8/2024ରୁ 24/8/2024 ପର୍ଯ୍ୟନ୍ତ ଏକ ସଭା ଆୟୋଜନ କରାଯାଉଛି, ଯାହାକି ମୁଁ ଆପଣଙ୍କୁ କହିଲି। ଏବଂ ଏହି ସଭା ଆୟୋଜନ କରିବାର ମୁଖ୍ୟ ଲକ୍ଷ୍ୟ କ'ଣ ଅଛି ତାହାକୁ ମଧ୍ୟ ଆମେ ଦେଖିବା। କ'ଣ ପାଇଁ ଏହି ସଭା ରଖାଯାଇଛି? ପ୍ରଥମ, କନ୍ଧମାଳ ଜିଲ୍ଲାର ହିନ୍ଦୁ ସୁରକ୍ଷା, ସମୃଦ୍ଧି ଆଉ ମଠ ଏବଂ ମନ୍ଦିରର ସୁରକ୍ଷା ନିମିତ୍ତ ଆଲୋଚନା କରାଯିବ। ନମ୍ବର 2, ମୂଳ ଅଧିବାସୀମାନଙ୍କୁ ଅଧିକ ମାତ୍ରାରେ ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ କରାଇବା ସହ ନିରୀହ ଆଦିବାସୀଙ୍କୁ ପ୍ରଲୋଭନ ଆଳ ଦେଖାଇ ଧର୍ମାନ୍ତରୀକରଣ କରାଉଥିବା ବ୍ୟକ୍ତି ବିଶେଷଙ୍କୁ ଖୋଲାଖୋଲି ବିରୋଧ କରିବା। ତେବେ ଏଇ ପଏଣ୍ଟଟାକୁ ଟିକେ ଧ୍ୟାନ ଦିଅନ୍ତୁ, ତାହେଲେ ଜାଣିପାରିବେ କ'ଣ ଘଟିବା ପାଇଁ ଯାଉଅଛି, କ'ଣ ନାହିଁ। ତାପରେ ତୃତୀୟ ହେଉଛି ସନାତନ ଧର୍ମର ପ୍ରଚାର ଓ ପ୍ରସାର କରିବା ପାଇଁ ଚେଷ୍ଟା କରିବା। ତେବେ ପ୍ରିୟ ବନ୍ଧୁ, କ'ଣ ମୋର ଅନେକ ଭିଡ଼ିଓରେ ମୁଁ କହିଛି ଯେ ଅନେକ ଅଛନ୍ତି ଖ୍ରୀଷ୍ଟ ବିରୋଧୀମାନେ, ଯେଉଁମାନେ କି ଖ୍ରୀଷ୍ଟ ଧର୍ମକୁ ସେମାନେ ବିରୋଧ କରନ୍ତି। ଏବଂ ଆମେମାନେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ପ୍ରଚାର କରୁ, ରାସ୍ତାରେ ହେଉ, ରୋଡ଼ରେ ହେଉ, ବଜାରରେ ହେଉ, ଆଉ ସେମାନେ କ'ଣ କରନ୍ତି? ଆସିକି ବିରୋଧ କରନ୍ତି, ତୁମେ ଏଇସବୁ କରିପାରିବ ନାହିଁ। ଆଉ ଏବେ ଆଉ ଗୋଟେ ରାସ୍ତା ସେମାନଙ୍କ ପାଇଁ ଖୋଲିଗଲା। ବର୍ତ୍ତମାନ ତୁମମାନଙ୍କ ପାଇଁ ବି ରାସ୍ତା ଖୋଲା ହେଇଗଲା। ତୁମେ ବି ନିଜର ସନାତନ ଧର୍ମକୁ ପ୍ରଚାର କର, ହିନ୍ଦୁ ଧର୍ମକୁ ପ୍ରଚାର କର, କେହି କିଛି କହିବାର ନାହିଁ। ତା କାରଣ ହେଉଛି ଭାରତ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ। ଏଠି ସମସ୍ତେ ନିଜ ନିଜ ଧର୍ମକୁ ପ୍ରଚାର କରିପାରିବେ, ପ୍ରସାର ମଧ୍ୟ କରିପାରିବେ। ତୁମେମାନେ ମଧ୍ୟ ସନାତନ ଧର୍ମକୁ ପ୍ରସାର କର, ନୋ ପ୍ରୋବ୍ଲେମ୍, କୌଣସି ଅସୁବିଧା ନାହିଁ। ତାପରେ ଚତୁର୍ଥ ପଏଣ୍ଟ ହେଉଛି ହିନ୍ଦୁ ବିରୋଧୀ ଅନୁପ୍ରବେଶକାରୀଙ୍କୁ ଜିଲ୍ଲାରେ ପ୍ରଶ୍ରୟ ନ ଦେବା ନିମନ୍ତେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବା। ତା ପରବର୍ତ୍ତୀ ପଞ୍ଚମ ପଏଣ୍ଟ ହେଉଛି ଏହିପରି ଆହୁରି ଅନେକ ଲକ୍ଷ୍ୟ ରହିଅଛି, କିନ୍ତୁ ସବୁଗୁଡ଼ିକୁ ଏଠି ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଆଉ ଅନେକ ଲକ୍ଷ୍ୟ ରହିଅଛି, ଛୋଟ ବଡ଼ ଲକ୍ଷ୍ୟ ରହିଛି, ଏହିସବୁ ଆଲୋଚନା କରାଯିବ। କିନ୍ତୁ ଏକ ଗୁଜବ ସୃଷ୍ଟି ହେଇଛି। ସେ ଗୁଜବ କ'ଣ? ସେ ଗୁଜବ ହେଉଛି ଯେ 23 କିମ୍ବା 24 ତାରିଖ ଦିନ ଖ୍ରୀଷ୍ଟିଆନମାନଙ୍କୁ ପୁଣି ଥରେ ଦଙ୍ଗା କରାଯାଉ। ଆଉ କିଛି ଅଛନ୍ତି, ସମସ୍ତ ବିଷୟରେ ମୁଁ କହିବି ନାହିଁ, ଏପରି କିଛି ହିନ୍ଦୁ କଟ୍ଟରପନ୍ଥୀ ଅଛନ୍ତି ଯେଉଁମାନେ କି ଇଚ୍ଛା ପ୍ରକାଶ କରନ୍ତି ଯେ 2008 ମସିହାରେ ଯେମିତି ଖ୍ରୀଷ୍ଟିଆନମାନଙ୍କୁ, ଭାଇ ଭଉଣୀମାନଙ୍କୁ ଯେମିତି ହଣାଗଲା, ତାଙ୍କ ଚର୍ଚ୍ଚକୁ ଜଳାଗଲା, ତାଙ୍କ ଚର୍ଚ୍ଚକୁ ଭଙ୍ଗାଗଲା, ଘର ଜାଳି ଦିଆଗଲା, ଯେମିତି ମା ଭଉଣୀମାନଙ୍କ ଇଜ୍ଜତ ସହିତ ଖେଳାଗଲା, ସେମିତି ବର୍ତ୍ତମାନ ବି ସେମିତି କରାଯାଉ। ସେମାନଙ୍କର ଏଇଟା ହେଉଛି ଇଚ୍ଛା, ଆନ୍ତରିକ ଇଚ୍ଛା ମୁଁ କହିବି। ତେବେ ଏଇ ମେସେଜକୁ ଅନ୍ୟମାନଙ୍କ ପାଖକୁ ଆପଣ ସେୟାର କରନ୍ତୁ, এই ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ। ତେବେ ଯେଉଁ ଗୁଜବ ସୃଷ୍ଟି ହେଇଛି, এই ଗୁଜବ ଏକ ମିଥ୍ୟା ଗୁଜବ ଅଟେ। ଏଥିରେ କୌଣସି ସତ୍ୟତା ନାହିଁ। କେବଳ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ଡରାଇବା ନିମନ୍ତେ ଏହିଭଳି ଗୁଜବ ସୃଷ୍ଟି କରାଯାଇଛି। ଆଉ ସେହି ଅଞ୍ଚଳର ପୁଲିସ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏଇଟା କ'ଣ ସତରେ କ'ଣ ଦଙ୍ଗା ହେବ ନା କ'ଣ? ଜବାବରେ ପୁଲିସ ଅଧିକାରୀ ମଧ୍ୟ କହିଥିଲେ ନା, ଏପରି କୌଣସି ଦଙ୍ଗା ହେବାର ସମ୍ଭାବନା ନାହିଁ, ଏଇଟା ଏକ ଗୁଜବ ସୃଷ୍ଟି କରାଯାଇଛି। ଏବଂ ଆମେ ଚେଷ୍ଟା କରୁଛୁ ଅତି ଶୀଘ୍ର ଏ ଗୁଜବ ଯିଏ ତିଆରି କରିଛି ତାକୁ ଅତି ଶୀଘ୍ର ଆମେ ଆରେଷ୍ଟ କରିବୁ। ଆକୁ କଲେ କେମିତି ହଉଛି ତ
सर आज आज कौन कार्यक्रम होता सर पुलिस स्टेशन मंगलवार दिन में आमर बालीगुड़ा थाना आम पुलिस समिति मीटिंग होता जो कि आम गोटे पीस मीटिंग हिसाब से करूँ जो कि आम हिंदू और क्राइल धर्मर भाई भौणी मैंने कुल समाज भाई भौणी मैंने सरपंच मीडिया भाई बंधु जेडपी मैडम तहसीलदार आज्ञा और बालीगुड़ा समाज बड़ जो कम्युनिटी लीडर्स अच्छा से आसते आपण मैंने जानी आम समाज में गोटे गुजब सृष्टि होती जो कि यहाँ गोटे कहुच्छे कंधमाल दंगार हेबार गोटे अवस्था सृष्टि होती सेटा को काटापी सेटा को आमको र्यूमर्स को जो कि मिथ्या र्यूमर्स अच्छी क्वेल करने आम गोटे आज पीस मीटिंग कराइला जो थी कि आमर जे बालीगुड़ार बुद्धिजीवी अच्छा मत रखिले आमर यहाँ मीटिंग रू निष्कर्ष बाहरी जे आम मैंने सब मिसिकी ये गुजब को काटापी आ लोक मान भितर गोटे भयमुक्त गोटे फ्री आमर रही मेसेज देवा आ गाँ गाँव में मेसेजटा पहुँचेबा जे एमती किसी भी दंगा हबार चांस नहीं मीन्स कौन भी अवस्था नहीं आ लोक मैंने शांति रुहतु घर रुहतु आ जेकोसी जदि भी कौटी लगुच ये गोटे लोक ना किए भी एमती गुजब सृष्टि करने को चेष्टा कर आईन को निज हाथ में नेवा चेष्टा कर थाना और प्रशासन को जनइबे जहाँ अगेंस्ट आईन हिसाब से कार्यानुष्ठान कर अरेस्ट करके आईन अनुसार आम तार पदक्षेप नब तबे यहाँ हूँ गोटे शुभ खबर गोटे भल खबर ख्रीष्टान भाई भौणी निमंते जो एक भय रही मध्य जे दंगा हेब कि पुणी थर आमको मरा जीव कि आमती किसी हेब ना आपण मैंने भय करतु ना बिल्कुल मध्य कारण जो भाई जनक यही गुजब तैयारी करिसंते सेवानक विरुद्ध में कार्यानुष्ठान होगापी जाऊँगी आईनगत कार्यानुष्ठान एवं आम मैंने चाहूजे हिंदू एवं ख्रीष्टान प्रत्येक भाई भौणी माने शांति रुहतु मिलमिशि चलतु यहीटा हूँ आमर इच्छा अटे से निज निज जगार था किंतु कौन सी भी गंडगोल न हो यहाँ आम इच्छा करुचु तेणु यह एक गुजब अटे या सहित बजरंग दलर जे लीडर तांको मध्य पचार गला कौन सतरे कौन दंगा हब कि यार जवाब से उत्तर देते जे ना एमती किसी हेबार संभावना नहीं यहाँ मात्र गोटे मिथ्या गुजब बोली से कही नमस्कार जय श्री राम अंतर्राष्ट्रीय हिंदू परिषद राष्ट्रीय बजरंग दल अध्यक्ष श्री विश्वनाथ पात्र जीतू भाई आपण चैनल माध्यम रे मु सारा ओडिशावासी एवं कंधमालवासी को जणाई देवाक चाहूँगी जो मिथ्या गुजब गोटे सृष्टि होती कंधमाल जिले में पुणी थे दंगा हम एटा आपण माध्यम रे मु सारा जिलावासी को जणाई देवाई चाहूँगी एवं सारा ओडिशावासी को भी जनवाक चाहे जे कौन सी एमती अप्रीतिकर परिस्थिति कंधमाल जिले में सृष्टि होबार नहीं एटा गोटे गुजब मिथ्या गुजब कौन सी गोटे अपरिचितकारी व्यक्ति विशेष यार गुजब सृष्टि कर प्रशासन को पाखे आम विनती होइछु जे तुरंत ही जो गुजबकारी को आपण अरेस्ट करंतु आ उचित कार्यानुष्ठान नियंतु तत्सहित ये कंधमाल जिला हूँ गोटे श्रृंखलित जिला तत्सहित जो विगत दिन में जो स्वामीजी जो हत्या होता तार आम प्रशासन को अनुमति स्वामीजी हत्याकार तुरंत लोकलोचन को कंधमाल जिले में अणाଯାଉ भाईचारार जो परिस्थिति अनेक प्रार्थना करथिले अनेक भाई भौणी शेष में प्रभु जीशु ख्रीष्ट आमर प्रार्थना सुनिले आ उत्तर मध्य देले एबे कौन से भय नहीं कौन से भी भयर कारण नहीं तेणु आपण शांतिर सहित निज घरे रुहतु बास करंतु प्रार्थना करंतु बाइबल पढ़ंतु आपन विश्वास को आपण जारी रखंतु समस्त ख्रीष्ट प्रेम आंतरिक नमस्कार।